পাপ ক্ষয় কেহ বলে নাম হইতে পাপ ক্ষয় কেহ বলে নাম হইতে পাপ ক্ষয় কেহ বলে নাম হইতে জীব মোক্ষ হয় কেহ বলে নাম হইতে জীব মোক্ষ হয় কেহ বলে নাম হইতে ফল পায়ে কই কেহ বলে নাম হইতে ফল পায়ে কই কেহ বলে নাম হইতে ভক্তি উপজাই কেহ বলে নাম হইতে ভক্তি উপজাই নাম পাই ସମସ୍ତେ ଲେଖିଛନ୍ତି। ହଁ ଆଜ୍ଞା ସତ୍ୟ ଆରେ ରଙ୍କ ଆଜ୍ଞା ନାମ ପାଇଁ ସମସ୍ତେ ଲେଖିଲେ ହଁ ହଁ ସତ୍ୟ 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 ନ ହେଇଥିଲେ ଲେଖିଥାନ୍ତେ କାହିଁକି ଆଜ୍ଞା ଆମେ ଏଥିରୁ କ୍ଲିୟର ଭାବୁଛୁ ସତ୍ୟ ନାମ ସତ୍ୟ 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 ନହେଲେ ଏତେ ଆୟୋଜନ କାହିଁ କରାଇଥାନ୍ତା ନା ଆଉ କଣ ନା ନାଇଁ ନାମରେ ସତ୍ୟ ନୁହେଁ ସତ୍ୟ ନୁହଁ ନାମ ନାମ ସତ୍ୟ ହଁ ସତ୍ୟ ଆଜ୍ଞା ଆମେ ସଂକୀର୍ତ୍ତନିଆ ବାଲା ହଁ କରିବ ନାମ ସଂକୀର୍ତ୍ତନ ପାଇବ ବୈକୁଣ୍ଠ ଭୁବନ କଳି କଳମୁଷ ସଂହାରଣ ଯେ କରେ ଶ୍ରବଣ କୀର୍ତ୍ତନ ବ୍ରାହ୍ମଣ ଆଦି ଚାରି ବର୍ଣ୍ଣେ କରିବେ ନାମ ସଂକୀର୍ତ୍ତନେ କୃଷ୍ଣ ମୂରତି ଭଗବାନ କେବଳ ନାମ ସଂକୀର୍ତ୍ତନ ହେ ଆଜ୍ଞା ଏକଥା ଭାଗବତରେ ଲେଖା ହେଇଛି ବାବା କୀର୍ତ୍ତନିଆ ବାଲା କରିବେ ଆଉ ତରିବେନି ଆଜ୍ଞା ସବୁଦିନ ଭଗବାନଙ୍କର ନାମ ନହୁନ୍ତି ତରିବେନି ନା ଆଉ ବିନା କୀର୍ତ୍ତନିଆ ବାଲା ବାପା ତରିଛନ୍ତି ଯେତିକି ଆମ କୀର୍ତ୍ତନିଆ ବାଲା ସେତିକି ଆଉ ସେମିତି କହିଦେଲା ମାନିଛୁ ଆପଣ କିଛି ପ୍ରମାଣ ଦେଲେ କୋଉ ମାନେ ବିନା କୀର୍ତ୍ତନିଆ ତରିବେନି ପ୍ରମାଣ ତ ଅନେକ ଅଛି ଆଉ ଚୈତନ୍ୟ ନାମ ଧରିଲେ ଆଜ୍ଞା 24 ବର୍ଷ ବୟସରେ ହଜିଲେ ହଁ ଆଜ୍ଞା ଆଉ ତାଙ୍କର ଗୁରୁ ହଁ ଜଗତ ଭିତରେ ନାମର ଗୁରୁ ହେଲେ ଶଙ୍କର ବାବା ଶଙ୍କର ହଁ ଆମେ ମୁଣ୍ଡିଆ ମାରିଲା ବେଳେ ବାସୁଦେବଙ୍କୁ କୋଉ ପଟେ ମୁଣ୍ଡିଆ ମାରନ୍ତି ଆଜ୍ଞା ଏତକ ଜାଣିଛ ନା ସେଗୁଡା କଣ ଆମେ ଜାଣିବୁ ତମେ ତ ଝିଅ ପିଲାଙ୍କର ପାଳିଆ ହେଇକି ସାର୍ ଯାଉଛନ୍ତି ଆଜ୍ଞା ତାଙ୍କ ରେଟ୍ ଅଧିକା ଆଜ୍ଞା ତମ ରେଟ୍ ମୁଁ କହୁନି ଆଉ ମୁଁ କାହିଁ ଏ କଥା କହୁଛି ପାଳିଆ ହେଇଯାଉଛ କଣ କହୁଛ ଆମେ ଆପଣଙ୍କ ସହିତ ଆଛୁ ଝିଅ ପିଲା ତ କାହିଁ ଆମକୁ କହିଲେ ଆମ ସାଙ୍ଗରେ ଆମ ଭାଗ୍ୟ ଭଲ ଯେତେବେଳେ ଝିଅ ପିଲା ଖାଇବେ ଯିବୁ ଆପଣ କହିବେ ଆପଣଙ୍କ ସହିତ ଆଛୁ ମାନେ ପୁଅ ପିଲା ମୁଁ ଏଇଥିପାଇଁ କହେ ଆଜ୍ଞା ନାମରେ ତରିବା ପାଇଁ ହେଲେ ହଁ, ହଁ। ନାମରେ ମରିବାଟା ଆଗ ତରିବାଟା କମ ମରିବାଟା ଆଗ ଦେଖୁନ ନାମ ଧରିନି ଜଣେ ହଁ ହଁ ଅର୍ଜୁନ ଚରଣ ବାରିକ କହିଲେ କଣ କହିଲେ କହିଲେ ଅଜାମିଳ ସଜା କରିଲ ହଁ ସଜା କେଉଁ ବିଚାରେ କେଉଁ ବିଚାରେ ଅଜାମିଳଟା ମହାପାପୀ ହଁ ହଁ ନାମରେ ତରିଛି ଆଜ୍ଞା ଏଇଟା ପ୍ରଶ୍ନ ଆସିବ ସତ୍ୟ କାହିଁକି ହଁ କରିଥିଲା ଆଉ ଆମେ ଅଜାମିଳ ସାଙ୍ଗରେ ସମାନ ହବା ନା ହେଇପାରିବନି ସେ ପାପି ହଉ ପାପୀଟା ହେଲା ଜଙ୍ଗଲ ଭିତରେ ଶିକାର କରିବ ମଣିଷ ମାରିବ ଆଜ୍ଞା ରକ୍ତ ମାଂସକୁ ବଜାରରେ ବିକ୍ରୟ କରିବ ହେଲା ନିଜେ ଚଳେ ତା ପରିବାରକୁ ଚଳାଏ ଆଜ୍ଞା କିନ୍ତୁ ପୁଅଟିର ନାଁ କୋଉଠି ନାରାୟଣ ଦେଇଥିଲା ହଁ ନାରାୟଣ ଦେଇଥିଲା ଆଉ ଆଜ୍ଞା ଗେଲ ବର୍ଷ ଦେଇ ଆଉ ତମେ ସେମିତି ନାଁ ଦେଇଛ ସେତେବେଳେ ଗୋବିନ୍ଦ ଗୋପାଳ ବାସୁଦେବ ନାରାୟଣ ନରହରି ଏମିତି ନାଁ ଦିଅନ୍ତି ମୁଁ ଦେଇଛି ଆଜ୍ଞା ମୋର ଜଣେ ପୁଅ ଗୋଟା ନାମ ଅନ୍ତର୍ଯାମୀ ଗୋଟା ନାମ ଆଶୁତୋଷ ଧନ୍ୟବାଦ ଆଉ ତୁ ଦେଇଛୁ ହଁ ତୁରି ଭଳିଆ କଣ ସମସ୍ତେ ସେତେବେଳେ ନାଁ ଥିଲା ଗୋବିନ୍ଦ ଗୋପାଳ ନରହରି ବାସୁଦେବ ହେଲା ଏଇନେ ସେ ନାଁ ଅଛି ନାଇଁ ଆଜ୍ଞା ଏଇନେ କୁନା ଟୁନା ଚିକୁ ବିକୁ ରିକୁ ହଁ ଭଗବାନଙ୍କର ନାଁ ଯେତେବେଳେ ତୁଣ୍ଡକୁ ଭଲ ଲାଗିବନି ପିଲାଙ୍କୁ ଦେଲା ବେଳେ ଆମକୁ ଭଲ ଲାଗିବନି ବାବା ସେତେବେଳେ ଜାଣିବ କଣ ଜାଣିବା ଆଜ୍ଞା ତୁ ଯେତେ କୀର୍ତ୍ତନ କରେ ହଁ ଉଦ୍ଧାର ହେଇପାରିବିନି ଯେତେ କୀର୍ତ୍ତନ କରେ ହଁ ବିପରୀତ ପକ୍ଷକୁ ଯେତେବେଳେ ଯାତ୍ରା କରିବ ବାବା ସେତେବେଳେ ମୋ ବାପା ଭାଇ ଗୁରୁଜନ ମାନେ ପଛପଟେ ଚୁଟି ରଖନ୍ତି ଆଜ୍ଞା ଯାକୁ ହିପି କହନ୍ତି ହଁ 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 ଏବେ ପଛପଟ ଚଞ୍ଛା ହେଇକିରି ଏଣ୍ଡୁଅ ପ୍ରଜାପତି ଚିତ୍ର ହଁ ସତ ସତ ଆଜ୍ଞା ସତ୍ୟ 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 ହଁ କାହିଁକି କାହିଁକି ଆଜ୍ଞା ସେତେବେଳେ କୋଉଠି ମଝିରେ ଚୁଟି ଥିଲା ଚାରିପଟ ଚାଞ୍ଚୁଥିଲେ ନା ଚାରିପଟ ଚୁଟି ରଖୁଥିଲେ ଯାକୁ ହିପି କହନ୍ତି ହଁ ହଁ ଏଇନେ ଚାରିପଟ ଚାଞ୍ଚି ସାରିଲାଣି ଆଜ୍ଞା ଦୈତ୍ୟ ବନରେ ଦ୍ରୌପଦୀକୁ ହଁ ଅପହରଣ କରି ନେଲା କିଏ ନା ଜୟଦ୍ରଥ ଦ୍ରୌପଦୀ ଚିତ୍କାର କରିକି ଡାକିଲେ ହଁ ରକ୍ଷା କର
রক্ষা কর। বাবা আসিলে পাণ্ডব পাঁচ ভাই দেখিলে আম ভেণীটা নেই যাচ্ছে আম স্ত্রী হ্যাঁ হ্যাঁ যদি শଳା ভাউজটাକୁ নଣନ୍ଦେଇ ନେଇ ଗଲା হ্যাঁ হ্যাঁ ভীম ଗୋଟେଇକିରି ଗଲା ହେଲା ଜୟଦ୍ରଥକୁ ଧରିଲା বাস ଛେଚିକିରି ମାରିଲା ବେଳେ ହେଲା ଅର୍ଜୁନ କହିଲେ ଭୀମ ଭାଇ ଛାଡ଼ି ଦିଏ ତା ପେଟ କଣା କରିଦେବି হ্যাঁ হ্যাঁ ଗାଣ୍ଡିବ ଧନୁ ଉଠେଇଲା ବେଳେ বাস ଯୁଧିଷ୍ଠିର କହିଲେ ହେ 105ଟା ଭାଇରେ ଗୋଟିଏ ଭଉଣୀ হ্যাঁ 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 সতাও ଯଦି ଭେଣେଇଟା ମରିଯିବ ଭଉଣୀଟା ବିଧବା তো ହେଇଯିବ ভাই জীবন